ସାତମାଇଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତମାଇଲ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ। ପୂର୍ବତନ ସାଂସଦ ବିଧାୟକ ଶ୍ରୀ ମହେଶ ସାହୁ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ରାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ମମତାଞ୍ଜଳି ବେହେରା, ହିନ୍ଦୋଳ ବାର କାଉନସିଲର ସଭାପତି ସୁଶୀଲ ଗଡ଼ନାୟକ, ପୂର୍ବତନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ସନ୍ତୋଷ ଗଡ଼ନାୟକ, ପୂର୍ବତନ ସରପଞ୍ଚ ଚିତରପୁର ସୁକୁଟପତି, ନୂଆବଗ ସମିତି ସଭ୍ୟା ରୀନା ପଟ୍ଟନାୟକ, ମାଧପୁର ସମିତି ସଭ୍ୟା ବାବୁଲି ସାହୁ, ଠୋକର ସମିତି ସଭ୍ୟା ବନ୍ଦନା ସାମଲ, ବରିଷ୍ଠ ବିଜେଡି କର୍ମୀ ସୁମ ସାମଲ, ବାଉଁଶପୋଖରୀ ପୁରୁଖା ବିଜେଡି କର୍ମୀ ବାବୁଲି ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ରାସୋଳର ଯୁବ ବିଜେଡି କର୍ମୀ ଟୁଟୁ ଖାଁ, ମାଧପୁରର ବିଜେଡି କର୍ମୀ ଉତ୍କଳ ଲେଙ୍କା, ପ୍ରଫୁଲ୍ଲ ପଟ୍ଟନାୟକ, ଜନମଙ୍ଗଳ ରାସୋଳ ସଂଗଠନ ପ୍ରତିଷ୍ଠାତା ବିଭୁ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର, ସମ୍ପାଦକ ପ୍ରଦୀପ ନାୟକ, ଉପସଭାନେତ୍ରୀ ପ୍ରତିମା ପାଲ, ଆଜୀବନ ସେବିକା ପ୍ରତିମା ବୈଦ୍ୟ ପ୍ରମୁଖଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। 7 ମାଇଲରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, AM ମିଡିଆ 24। ପବିତ୍ର ସାଧାରଣତନ୍ତ୍ର ଦିବସରେ ମୁଁ ସମଗ୍ର ଅଞ୍ଚଳକୁ ମୋର ବଧାଇ ଶୁଭକାମନା ଜଣାଉଛି, ଶୁଭେଚ୍ଛା ଜଣାଉଛି। ଆଜିର ଦିବସ ଅତ୍ୟନ୍ତ ସମ୍ବିଧାନର ମୂଳମନ୍ତ୍ର ବା ଆଧାର ବୋଲି ବିଚାର କରାଯାଏ। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ବଧାଇ ଅଭିନନ୍ଦନ ଜଣାଇବା ସହିତ ଏତିକି ଆହ୍ୱାନ କରିବି ଯେ ସମସ୍ତେ ସାମଗ୍ରିକର ବିକାଶ ପାଇଁ, ଭାରତବର୍ଷର ବିକାଶ ପାଇଁ, ଅଞ୍ଚଳର ବିକାଶ ପାଇଁ, ପ୍ରଦେଶର ବିକାଶ ପାଇଁ, ବ୍ଲକର ବିକାଶ ପାଇଁ, ପଞ୍ଚାୟତର ବିକାଶ ପାଇଁ ସମସ୍ତେ ସମୂହ ସ୍ୱାର୍ଥକୁ ଆଖି ଆଗରେ ରଖି କାମ କରିବା ଦରକାର। ଆଜିର 77ତମ ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆଉ ସମସ୍ତଙ୍କ ମନ ଭିତରେ ଏମିତି ଭାରତବର୍ଷ ପାଇଁ ସବୁବେଳେ ଏମିତି ଭଲ ପାଇବା, ସେତିକି ଜଜ୍ବା ରହୁ, ଏତିକି ମୋର କହିକି ଆଜି ଜାନୁଆରୀ 26 ସେଇ ଉପଲକ୍ଷେ ସମସ୍ତଙ୍କୁ ଆଉ ଥରେ ଶୁଭକାମନା ଓ ଅଭିନନ୍ଦନ। ବାର୍ତ୍ତା ଗୋଟେ ମ୍ୟାଡ଼ାମ, ଜାନୁଆରୀ 26 ଆଜି କ'ଣ ବାର୍ତ୍ତା ଦେବେ ସମାଜ? এইটা বার্তা বলি এটা আম সমস্তর রহবা দরকার। যে ভাইচারা আম ভারত ইয়ের বর্ষরে অছি ভাইচারা, সে ভাইচারা সমস্ত মন ভিতরে রহু, আর সমস্তে মিলিমিশি কাম করন্তু, আর ভারত মাতার সেবারে সমস্তে মনোযোগ করন্তু, এতি কহিবি এই বার্তা। আজ হচ্ছে জানুয়ারি 26। জানুয়ারি 26 আজ সমস্ত মোর শুভেচ্ছা শুভকামনা। আজ পবিত্র দিନରେ, আজ ভଳି পবিত্র দিନରେ আমি এটি বিজু জনতা দল তরফରୁ আমার বিধায়ক প্রার্থী মহেশ দাদাଙ୍କ আহ্বানে আমি আজ একাঠি হয়েকি এটি সেলিব্রেট করুলু। এবং আজ দিনের বার্তা হল সমস্তে মিলিমিশি কাম করন্তু, সমস্তଙ୍କର মানে সমাজরে কেমতি বিকাশ হয়ে পারিব সেই দিগরে চিন্তা করি সমস্তে ভাল পাই কাম কলে। মু সুশীল কুমার গড়নায়ক, বিজু জনতা দলর জন সক্রিয় কর্মী। ମୁଁ ଆଜି ଏହି ସାଧାରଣତନ୍ତ୍ର ଦିବସ 77ତମ ସାଧାରଣତନ୍ତ୍ର ଦିବସରେ ମୁଁ କହିବାକୁ ଚାହେଁ ଯେ ଆଜି ବିଜୁ ଜନତା ଦଳ ତରଫରୁ ଆମର 7 ମାଇଲ ଛକଟାରେ ଏହି ଉତ୍ସବ ପାଳନ କରାଯାଉଛି। ଏବଂ ମୁଁ ସାଧାରଣତଃ ବାର୍ତ୍ତା ଦେବାକୁ ଚାହେଁ, ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା, ଏକତା ସୃଷ୍ଟି କରିବା ଆମର ହେଉଛି ଲକ୍ଷ୍ୟ। ଏବଂ ଦେଶକୁ ଏବଂ ରାଜ୍ୟକୁ, ଆମର ଜିଲ୍ଲାକୁ ଏକ ସୁନ୍ଦର ସରସ ଭାବରେ ଗଢ଼ି ତୋଳିବା ଆମର ହେଉଛି ଠାକୁରଙ୍କ ଜଗନ୍ନାଥଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ଯେ କିପରି ସୁନ୍ଦର ଭାବରେ ଲୋକମାନେ ଏବଂ ସୁବିଧାରେ ସେମାନେ ବଞ୍ଚିପାରିବେ, ଚଳିପାରିବେ ଏବଂ ପରସ୍ପର ମଧ୍ୟରେ ଏକତା ଭାଇଭାବ ସୃଷ୍ଟି କରିବା ଆମର ଲକ୍ଷ୍ୟ। ଆମ ଚ୍ୟାନେଲ ସହ ଯୋଡ଼ି ହେବାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।